ଯେତେବେଳେ ନିଜ ଚାଷ ବିଲରେ ଫ୍ରେଶ୍ ପରିବା ମିଳୁଛି ତ କାହିଁକି ସାର କେମିକାଲ ଦିଆ ପରିବା ଆଣିବା ବଜାରକୁ ଯାଇ କ'ଣ ପାଇଁ ପଇସା ଉଡ଼େଇବା। ଜୟ ଜଗନ୍ନାଥ ସାଙ୍ଗମାନେ, ମାମୁନି ବ୍ଲଗକୁ ଆପଣମାନଙ୍କୁ ସ୍ୱାଗତ। ତ ମୋ ଚ୍ୟାନେଲରେ ଯେଉଁମାନେ ସବସ୍କ୍ରାଇବ୍ କରିନାହାନ୍ତି ମୋ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ଲାଇକ୍ କରନ୍ତୁ। ତ ସାଙ୍ଗମାନେ, ଆଜି ମୁଁ ଜଳଖିଆ ଖାଇ ସକାଳୁ ସକାଳୁ ବିଲ ଆଡ଼େ ଟିକେ ବୁଲିବାକୁ ପଳାଇ ଆସିଲି। ତ ଦେଖିଲା ବେଳକୁ ବିଲରେ ଯେଉଁ ମଞ୍ଜି ଗୁଡ଼ା ସବୁ ପୋତା ହେଇଥିଲା ସେ ପାଣି ଦରକାର ହେଉଛି। ତ ଠିକ୍ ଟାଇମ୍ରେ ଯଦି ପାଣି ଖତ ସବୁ ଯତ୍ନ ନ ନିଆହେବ ତ ଗଛ କେମିତି ବଢ଼ିବ। ତ ସେଥିଲାଗି ତାକୁ ସବୁ ଠିକ୍ ଟାଇମ୍ରେ ସବୁ କାମ କରିବାର ଅଛି। ତ ମୁଁ ଏଠି ଟିକେ ନାକୁ ରେଷ୍ଟ ନେଇଯାଇଛି। ତ ସାଙ୍ଗମାନେ, ଏହିସବୁ କାମରେ ଡେରି କରିବା ନାହିଁ। ପାଣି ଯଦି ଠିକ୍ ଟାଇମ୍ରେ ନଦେବା ତ ସେ ଯେଉଁ ମଞ୍ଜି ଗୁଡ଼ାକ ସବୁ ପୋତା ହେଇଛି ସେ ଉଠିବ କେମିତି। ତ ସେଇଥିଲାଗି ଏଇ ଯେଉଁ ଡ୍ରମ୍ରୁ ପାଣି ବୋହିକି ମୁଁ କ'ଣ କରିଛି ନା ବାଲ୍ଟିରେ ସବୁ ନେଇକି ଗଛ ମୂଳରେ ଦେଉଛି। ତ ପାଇପ୍ରେ ଯଦି ଆମେ ଗଛ ଯେଉଁ ମନ୍ଦା ମାନେ ସବୁ ଦେବା ତ ସେ ମଞ୍ଜି ଗୁଡ଼ା ସବୁ ଯାକ ନଷ୍ଟ ହେଇଯିବ, ସଢ଼ିଯିବ, ବହୁତ ପାଣି ଦେଇ ହେଇଯିବ। ତ ସେଥିଲାଗି ଛିଞ୍ଚା ପାଣି ଯେହେତୁ ଦରକାର ହେଉଛି ତ ଆମେ ବାଲ୍ଟିରେ ନେଇକି ସେଗୁଡ଼ା ସବୁ ଅଳ୍ପ ଅଳ୍ପ ଦେଉଛୁ।